ବିଜେଡି ସରକାର ବଡ଼ ଉପଲବ୍ଧି। ରାସ୍ତାରେ ବହୁଛି ବର୍ଷା ଜଳ। ଦର୍ଶକ ବନ୍ଧୁ, ଦୀର୍ଘ ଅଢ଼େଇ ଦଶନ୍ଧି ବା 25 ବର୍ଷ ବିଜେଡି ସରକାର ଓଡ଼ିଶାରେ ଶାସନ କଲା, କିନ୍ତୁ ରାସ୍ତା ସମସ୍ୟା ଦୂର କରିପାରିଲା ନାହିଁ। ଘଟଗାଁ ବ୍ଲକ ପୁରୁମୁଣ୍ଡା ପଞ୍ଚାୟତ ବା ପୁରୁମୁଣ୍ଡା ଗ୍ରାମର ମୁଖ୍ୟ ରାସ୍ତାକୁ ଟିକିଏ ଭଲ କରି ଦେଖନ୍ତୁ। ଏ ରାସ୍ତାଟି ଢେଙ୍କିକୋଟରୁ ବାହାରି ପଣ୍ଡାପଡ଼ା ଜଙ୍ଘିରା ସଂଯୋଗ କରୁଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଖରାପ ହେଉଅଛି ବର୍ଷା ଦିନର ବର୍ଷା ଜଳ ପାଇଁ। ଏହି ରାସ୍ତାରେ ନେତା ମନ୍ତ୍ରୀମାନଙ୍କ ସହିତ ଉଚ୍ଚପଦସ୍ଥ ଅଫିସରମାନେ ମଧ୍ୟ ଯା ଆସ କରିଥାନ୍ତି, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ଏ ସମସ୍ୟାଟି ସେମାନେ ଜାଣିପାରନ୍ତି ନାହିଁ ବା ଦେଖିପାରନ୍ତି ନାହିଁ। କାହିଁକି? ରାସ୍ତାର ଉଭୟ ପାର୍ଶ୍ୱରେ 3 ଫୁଟ 5 ଫୁଟ ଉପରେ ଘରଗୁଡ଼ିକ ରହିଥିବା ବେଳେ ରାସ୍ତାଟି 5 ଫୁଟ ତଳେ ରହିଛି। ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ ସିଷ୍ଟମ ମଧ୍ୟ ନାହିଁ। ତେଣୁ ପ୍ରତିବର୍ଷ ବର୍ଷା ଜଳ ଏହି ରାସ୍ତାରେ ଯିବା ସହିତ ରାସ୍ତାଟି ଧୋଇ ହୋଇ ଖାଲ ହେଉଅଛି। ଏଣୁ ସ୍ଥାନୀୟ ପ୍ରତିନିଧି ଏବଂ ଉଚ୍ଚପଦସ୍ଥ ଅଫିସର ଏ ରାସ୍ତା ପ୍ରତି ଧ୍ୟାନ ଦେଲେ ପଥିକମାନେ ଆନନ୍ଦରେ ଯା ଆସ କରିପାରନ୍ତେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ।